ଦେଖନ୍ତୁ ଆଜି ବୌଦ୍ଧ ଜିଲ୍ଲାର ନବନିର୍ମାଣ କୃଷକ ସଂଗଠନ ସଂଯୋଜକ ହିସାବରେ ମୁଁ ଜଣେ ସାଧାରଣ ଚାଷୀ ହିସାବରେ କହିବାକୁ ଯାଉଛି ଯେ ବର୍ତ୍ତମାନ ଯେଉଁ ବିଜେପି ସରକାର ଡବଲ ଇଞ୍ଜିନ୍ ସରକାର ଡବଲ ବିକାଶ ନାଁରେ ଲୋକମାନଙ୍କୁ ପ୍ରତାରଣା କରୁଛି ଏବଂ ଲୋକମାନଙ୍କୁ 800 ଟଙ୍କା ସବସିଡ଼ି ଦେଇ ଚାଷୀମାନଙ୍କୁ ଯେଉଁ ହଇରାଣ କରୁଛି ତାହାକି 25 ବର୍ଷ ସରକାର କାଳ ଭିତରେ ହୋଇନଥିଲା। ଆଜି 800 ଟଙ୍କା ଦେଇ ମଧ୍ୟ ଆଜି ଚାଷୀମାନେ ଆଜି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦେଖ ପ୍ରଦୂଷଣ ବାବଦକୁ ଯେଉଁ ଆମର ଗାଡ଼ି ମଟରରେ ସାଧାରଣ ଲୋକମାନଙ୍କୁ ବାଇକ୍ ଚାଳକମାନଙ୍କୁ ଯେଉଁ ପ୍ରକାର ହଇରାଣ କରୁଛନ୍ତି ଯାହାକି ଭାରତବର୍ଷରେ ଏହା କେବେ ଘଟିନଥିଲା ତାହା ଆଜି ଓଡ଼ିଶାରେ ବିଜେପି ସରକାର ଆସିଲା ତାହା ଆଜି ଘଟିବାକୁ ଯାଉଛି ଓଡ଼ିଶାରେ ଘଟି ସାରିଲାଣି। ଆଉ ଏମାନେ ଚାଷୀମାନଙ୍କୁ ଲୁଟୁଛନ୍ତି। ଆଉ ଯେଉଁ ଆମ ଟାଟା ପାୱାର କଥା ମୁଁ କହିବାକୁ ଯାଉଛି ଟାଟା ପାୱାର ଯେଉଁପରି ହିସାବରେ ଆଜି ଚାଷୀମାନଙ୍କୁ ଲୁଣ୍ଠନ କରୁଛି ଏବଂ ଯେମାନେ ଗୋଟେ ଗୋଟେ ବଲ୍ ବି ଜାଳୁଛନ୍ତି ସେମାନଙ୍କର 800 900 1000 ଟଙ୍କା ଫ୍ରିଜ୍ ନାହିଁ ମଧ୍ୟ ସେମାନଙ୍କର ସେଇଭଳିଆ ବିଲ୍ ଆସୁଛି ଯାହାଫଳରେ ଆଜି ଚାଷୀମାନେ ଆଜି କାନ୍ଦୁଛନ୍ତି ଗାଁ ଗଣ୍ଡାରେ। ଆଜି ଆଜି ଓଡ଼ିଶାରେ ଯଦି ଲାଇନ୍ ବାହାରୁଛି ଯେ ଓଡ଼ିଶାର ଚାଷୀମାନଙ୍କୁ ଓଡ଼ିଶାର ଜନସାଧାରଣମାନଙ୍କୁ ଲାଇନ୍ ଫ୍ରିରେ ମିଳିପାରୁନାହିଁ ବାହାର ଷ୍ଟେଟ୍ରେ ସରକାର ବିକୁଛନ୍ତି ସେମାନେ ଚାଷୀମାନେ ଲାଇନ୍ ପଇସା ବାନ୍ଧୁନାହାନ୍ତି ସେମାନେ ଫ୍ରି ପାଉଛନ୍ତି କିନ୍ତୁ ଓଡ଼ିଶାରେ ତାହା କ'ଣ ପାଇଁ ହେଉନାହିଁ। ଆଜି ଯେଉଁ ଡବଲ ଇଞ୍ଜିନ୍ ସରକାର ଡବଲ ବିକାଶର କଥା କହୁଥିଲା ବର୍ତ୍ତମାନ ସେ ଡବଲ ଇଞ୍ଜିନ୍ ସରକାର ଆଜି ଯେଉଁ ତାଙ୍କର ସୁବିଧା ଏବଂ ଅସୁବିଧା ରେ ସାମିଲ ହେବା ପାଇଁ ମାନେ ଯେଉଁ ଲୋକମାନଙ୍କୁ ବୁଢ଼ାବୁଢ଼ୀମାନଙ୍କୁ ଭତ୍ତା ଦେବା ପାଇଁ କହୁଥିଲେ 3000 ଟଙ୍କା ତାହା ନକରି ଏମାନେ ନିଜର ପକେଟ୍ ଗରମ କରିବା ପାଇଁ ବିଧାନସଭାରେ ନିଜର ବିକାଶ କଲେ କିନ୍ତୁ ବୁଦ୍ଧିମାନଙ୍କର ବିକାଶ ଆଜି ପର୍ଯ୍ୟନ୍ତ କଲେ ନାହିଁ। ଯାହାଫଳରେ ଆଜି ନବନିର୍ମାଣ କୃଷକ ସଂଗଠନ ଆଜି ଯେଉଁ ବୌଦ୍ଧ ସାରା ଓଡ଼ିଶା ବନ୍ଦ ଡାକରା ଦେଇଛି ସେଥିପାଇଁ ବୌଦ୍ଧର ପ୍ରତ୍ୟେକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ରାଜନୈତିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଉଛନ୍ତି ଏବଂ ଆଗାମୀ ଦିନରେ ଯଦି ଏହି ସରକାର ଏ ଟାଟା ପାୱାର ଏବଂ এই ପ୍ରଦୂଷଣ ଯେଉଁ ଲାଇନ୍ ପ୍ରଦୂଷଣ ହିସାବରେ ଯେଉଁ ଆମର ବାଇକ୍ କୁ ବନ୍ଦ ନ କରାଯାଏ ତାହେଲେ ଆଗାମୀ ଦିନରେ ଏଇଭଳିଆ ପରିସ୍ଥିତି ଓଡ଼ିଶାରେ ଉପୁଜିବ। ସେଥିପାଇଁ ସରକାର ଦାୟୀ ରହିବେ ଏବଂ ଜନ ଆନ୍ଦୋଳନ ସୃଷ୍ଟି ହେବ। ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ଯେଉଁ ସରକାର ଆଜି 25-30 ବର୍ଷ ହେଲାଣି ଓଡ଼ିଶାରେ ଯେଉଁ ସରକାର ଆସୁଛି ନବୀନ ସରକାର କି ବିଜେଡ଼ି ସରକାର କି ବିଜେପି ସରକାର ଏଗୁଡ଼ାକ ଲୋକ କାନ୍ଦୁଛନ୍ତି ଏପର୍ଯ୍ୟନ୍ତ। କାହିଁକି କାନ୍ଦୁଛନ୍ତି? କେଉଁ ଗାଁରେ କାମ ରୋଡ଼ ରାସ୍ତା ନାହିଁ, କେଉଁ ଗାଁରେ ପାଣି ନାହିଁ, କେଉଁ ଗାଁ ଲୋକ ଜମିହୀନ ସେ ପ୍ରକୃତିରେ ଜମି ପାଇଲା ନାହିଁ କି ସୁନା ରେଟ୍ ଏପରି ହେଲା ଯେ ପୁରା ଝିଅ ବୋହୂ ଆଉ ପିନ୍ଧି ପାରିଲେ ନାହିଁ। ଏ ସରକାର ନିଶ୍ଚିନ୍ତ ବାହାର ହଉ।